ବାଲେଶ୍ୱରର ବିଜେଡିଗଡ଼ରେ ଫୁଟିଲା ପଦ୍ମ। ବିଜେପି ଦଖଲରେ ଲୋକସଭା ସମେତ 4ଟି ବିଧାନସଭା ଆସନ। ଚଳିତ ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟରେ ହୋଇଥିବା ମତଦାନରେ ବାଲେଶ୍ୱର ଲୋକସଭା ସମେତ ଜିଲ୍ଲାର 8 ଗୋଟି ବିଧାନସଭା ଆସନର ଫଳାଫଳ ନୂଆ ରେକର୍ଡ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡବଲ ଇଞ୍ଜିନକୁ ଏଥର ମିଳିଛି ବିରାଟ ସଫଳତା। ରାଜ୍ୟରେ ସୃଷ୍ଟି ହୋଇଥିବା ପରିବର୍ତ୍ତନର ସ୍ଥିତି ଏଠାରେ ବେଶ୍ ଅନୁଭୂତ ହୋଇଛି। ଲୋକସଭା ସମେତ 4ଟି ବିଧାନସଭା ଆସନରେ ବିଜେପି ଓ ବାକି 4ଟି ଆସନରେ ବିଜେଡିକୁ ସନ୍ତୁଷ୍ଟ ହେବାକୁ ପଡ଼ିଛି। ବାଲେଶ୍ୱର ଲୋକସଭା ଆସନରେ ବଡ଼ସାହି ସମେତ ଜିଲ୍ଲାର 7 ଗୋଟି ନିର୍ବାଚନ ମଣ୍ଡଳୀରେ ଏଥର ହୋଇଥିବା 12,34,427ଟି ମତଦାନରୁ 5,34,743 ଖଣ୍ଡ ଭୋଟ ପାଇ ବିଜେପିର ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ଲେଖାଶ୍ରୀ ସାମନ୍ତ ସିଂହାରଙ୍କୁ 1,47,000ରୁ ଊର୍ଦ୍ଧ୍ବ ଭୋଟ ବ୍ୟବଧାନରେ ପରାଜୟ କରିଛନ୍ତି। ଶ୍ରେୟ ମାନ୍ୟବର ପ୍ରଧାନମନ୍ତ୍ରୀ ଯାହାଙ୍କର ବ୍ୟକ୍ତିଗତ ଆକର୍ଷଣ ଲୋକମାନଙ୍କ ପ୍ରତି ତୀବ୍ର ଏବଂ ସେଥିପାଇଁ ଏ ବିଜୟ ସମ୍ଭବ ହୋଇଛି। ଦ୍ୱିତୀୟ ହେଉଛି ଆମର କାର୍ଯ୍ୟକର୍ତ୍ତା ଯେଉଁମାନଙ୍କର ଅଖଣ୍ଡ ପରିଶ୍ରମ ବଳରେ ନିଃସ୍ୱାର୍ଥପର କଠିନ ପରିଶ୍ରମ ବଳେ ଖରାତର ଖାତିର ନ କରିକି ଏ ବିଜୟ ହୋଇଛି। ତୃତୀୟ ହେଉଛି ଓଡ଼ିଶାର ଜନସାଧାରଣ ଯେଉଁମାନେ 25 ବର୍ଷର କୁଶାସନ ଅନ୍ତ ଆଣିବା ପାଇଁ ଭାରତୀୟ ଜନତା ପାର୍ଟି ଉପରେ ଭରସା କରିଛନ୍ତି ସେମାନଙ୍କୁ ଶ୍ରେୟ ଯିବ। ଚତୁର୍ଥ ଶ୍ରେୟ ଯିବ ଶ୍ରୀମାନ ପାଣ୍ଡିଆନଙ୍କୁ ଯାହାଙ୍କର ଅନୁପ୍ରବେଶ କାରଣରୁ ଜନମତ ଉଦ୍ବେଳିତ ହେଲା ଏବଂ ଆମ ବିଜୟ ସୁଗମ ହେଲା। ଯେଉଁମାନେ ସେ ପ୍ରଚାର କରୁଥିଲେ ସେମାନଙ୍କୁ ଆପଣ ପଚାରିବେ, ମୁଁ ତାଙ୍କୁ ତ ଜବାବ ଦେଇନି ମୁଁ କାମ କରିଛି କି ନାହିଁ, ସେଟା ଲୋକଙ୍କ ମତରୁ ପ୍ରମାଣିତ ହେଲା। ସେହିଭଳି ଜଳେଶ୍ୱର ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ଅଶ୍ୱିନୀ କୁମାର ପାତ୍ର 83,105 ଖଣ୍ଡ ଭୋଟ ପାଇ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ବ୍ରଜମୋହନ ପ୍ରଧାନଙ୍କଠାରୁ 319 ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଅନୁରୂପ ଭାବେ ଭୋଗରାଇ ଆସନରେ ବିଜେଡି ପ୍ରାର୍ଥୀ ଗୌତମ ବୁଦ୍ଧ ଦାସ 70,198 ଖଣ୍ଡ ଭୋଟ ପାଇ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ସତ୍ୟଶିବ ଦାସଙ୍କଠାରୁ 6,564 ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ବସ୍ତାରେ ବିଜେଡିର ସୁବାସିନୀ ଜେନା 83,314 ଖଣ୍ଡ ଭୋଟ ପାଇ ନିକଟତମ କଂଗ୍ରେସ ପ୍ରାର୍ଥୀ ବିଜୟ ନାୟକଙ୍କଠାରୁ 20,377 ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଅନ୍ୟପକ୍ଷରେ ବାଲେଶ୍ୱର ସଦରରେ ବିଜେପିର ମାନସ କୁମାର ଦତ୍ତ 89,360 ଖଣ୍ଡ ଭୋଟ ପାଇ ନିକଟତମ ବିଜେଡି ପ୍ରାର୍ଥୀ ସ୍ୱରୂପ କୁମାର ଦାସଙ୍କଠାରୁ 28,626 ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଏ ବଡ଼ ମାର୍ଜିନର ବିଜୟ, ଏ ବିଜୟକୁ ବାଲେଶ୍ୱରବାସୀକୁ ମୁଁ ବିନମ୍ରତାର ସହିତ ସମର୍ପଣ କରୁଛି। ବିଶେଷ କରିକି ଆପଣମାନେ ଜାଣିଛନ୍ତି ଦଳ ମତ ନିର୍ବିଶେଷରେ ଯେଉଁ ପ୍ରକାର ଭାବରେ ଇଏ ଓଡ଼ିଆ ଅସ୍ମିତାର ଲଢ଼େଇରେ ଓଡ଼ିଆ ଗୋଟେ ପଟେ ତାମିଲ ସିଣ୍ଡ୍ରୋମ ଗୋଟେ ପଟେ ଆଜି ସାରା ଓଡ଼ିଶା ପ୍ରମାଣିତ ହେଇଛି ତାମିଲ ସିଣ୍ଡ୍ରୋମ ହାରିଛି ଆଉ ଓଡ଼ିଆ ଅସ୍ମିତା ବିଜୟ ହେଇଛି। ମୁଁ ସମସ୍ତଙ୍କୁ ବିନମ୍ରତାର ସହିତ ବହୁତ ଧନ୍ୟବାଦ ଶୁଭେଚ୍ଛା ଦଉଛି। ଯେଉଁମାନେ ଆମକୁ ସହଯୋଗ କରିଛନ୍ତି, ଅସଂଖ୍ୟ କାର୍ଯ୍ୟକର୍ତ୍ତା ମାନେ, ଆମ ଦଳୀୟ ନେତୃତ୍ୱ ମାନେ, ଆମର ପ୍ରତିପକ୍ଷ ନେତୃତ୍ୱ ମାନେ, ସମସ୍ତଙ୍କୁ ଯେଉଁମାନେ ଓଡ଼ିଆପଣକୁ ଆଗକୁ ଆଣିଛନ୍ତି ମୁଁ ସମସ୍ତଙ୍କୁ ଇଏ ବିଜୟର ଶ୍ରେୟ ଦଉଛି। ଏ ବିଜୟ ମାନସ ଦତ୍ତର ନୁହଁ, ଇଏ ବିଜୟ ବାଲେଶ୍ୱରବାସୀଙ୍କର। ମୁଁ ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରୁଛି କି ପ୍ରଭୁ ଆମକୁ ନମ୍ରତା ପୂର୍ବକ ଅନେକ ଧୈର୍ଯ୍ୟ ପ୍ରଦାନ କରନ୍ତୁ। ଇଏ ବିଜୟ ହେଉଛି ଦାୟିତ୍ୱର ବିଜୟ। ନିଶ୍ଚିତ ଭାବରେ ବାଲେଶ୍ୱରବାସୀ ଯେତେବେଳେ ଏତେ ସୁନ୍ଦର ମ୍ୟାଣ୍ଡେଟ୍ ଦେଇଛନ୍ତି, ନିଶ୍ଚିତ ଭାବରେ ସାଧାରଣ ଲୋକଙ୍କ ସହିତ ମିଶିକି, ଓଡ଼ିଆ ଲୋକଙ୍କ ସହିତ ମିଶିକି ବାଲେଶ୍ୱରର ଯେଉଁ ବିକାଶ କାମ ଗୁଡ଼ିକ ଅଟକିଛି ତାକୁ ଆମେ ଆଗକୁ ନେବା। ମୁଁ ପ୍ରଥମ ଦିନରେ କହିଥିଲି କି ବାଲେଶ୍ୱର ମହାନଗର ନିଗମ ହେବ ଏବଂ ଏ କଥାକୁ ବିଧାନସଭାରେ ପ୍ରଥମ ଦିନରେ ମୁଁ ଉଠେଇବି। ଏହି କଥାକୁ ପୁଣି ଥରେ ମୁଁ ଦୋହରାଉଛି। ପୁଣି ଥରେ ଆଜି ଦିନରେ ମୋର ବାପା ସ୍ୱର୍ଗତ ବିଧାୟକ ମଦନ ମୋହନ ଦତ୍ତଙ୍କର ପଦଚିହ୍ନକୁ ଅନୁସରଣ କରି ରାଜନୀତିକୁ ସେବା ସଂଘର୍ଷ ବଳିଦାନ এইটা হি রাজনীতি পাই হব প্রতিদান। এতি কহিকি বালেশ্বরবাসীଙ୍କୁ বিজয়র শ্রেয় ଦେଇକି ଆମର যে প্রতিপক্ষ যে মো বিরুদ্ধে ছিড়া হইতিলে তাଙ୍କୁ ମଧ୍ୟ অভিবাদন জ্ঞাপন করি কি আসন্তু নির্বাচନରେ হার জিত ଅଛି মনউଣା ন করিকি বালেশ্বরর বিকাশ পাই এক ହେଇକି ଆମେ কাম করিবা। আমি ওড়িয়া লোক এক ହେଇକି কাম করিবা। সমস্তଙ୍କୁ বহুত ধন্যবাদ ଦେଇକି মোর কথাକୁ শেষ। ସେହିଭଳି ରେମୁଣାରେ ବିଜେପି ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ଦାସ 92,620 ଖଣ୍ଡ ଭୋଟ ପାଇ ନିକଟତମ ବିଜେଡି ପ୍ରାର୍ଥିନୀ ବିଦ୍ୟାସ୍ମିତା ମହାଳିକଙ୍କଠାରୁ 24,168 ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଅନୁରୂପ ଭାବେ ନୀଳଗିରିର ବିଜେପିର ସନ୍ତୋଷ କୋଟୁଆ 87,928 ଖଣ୍ଡ ଭୋଟ ପାଇ ନିକଟତମ ପ୍ରାର୍ଥୀ
ବିଜେଡିର ସୁକାନ୍ତ କୁମାର ନାୟକଙ୍କଠାରୁ 19,839 ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସହରରେ ବିଜେଡି ପ୍ରାର୍ଥୀ ମାଧବ ଧଡ଼ା 63,642 ଖଣ୍ଡ ଭୋଟ ପାଇ ନିକଟତମ ପ୍ରାର୍ଥୀ ବିଜେପିର ପରଶୁରାମ ଧଡ଼ାଙ୍କଠାରୁ 802 ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସିମୁଳିଆରେ ବିଜେପିର ପଦ୍ମଲୋଚନ ପଣ୍ଡା 90,676 ଖଣ୍ଡ ଭୋଟ ପାଇ ନିକଟତମ ବିଜେଡି ପ୍ରାର୍ଥିନୀ ସୁବାସିନୀ ସାହୁଙ୍କଠାରୁ 13,183 ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। 2009 ନିର୍ବାଚନରୁ ଉପକୂଳ ଜିଲ୍ଲା ବାଲେଶ୍ୱରରେ ବିଜେଡି ସର୍ବଦା ବାଜିମାତ କରି ଆସୁଥିଲା। ଏଥର ଡବଲ ଇଞ୍ଜିନ୍ର 2 ଗୁଣା ବିକାଶକୁ ଗୁରୁତ୍ୱ ଦେଇ ଜିଲ୍ଲାବାସୀ ଲୋକସଭା ସମେତ 4 ଗୋଟି ବିଧାନସଭା ଆସନରେ ପଦ୍ମ ଫୁଟାଇବା ସମସ୍ତଙ୍କୁ ଚକିତ କରିଛି। 2019ରେ ବାଲେଶ୍ୱର ଜିଲ୍ଲାରେ କେବଳ ନୀଳଗିରି ବ୍ୟତୀତ ବାକି 7ଟି ଆସନ ବିଜେଡି ଦଖଲରେ ଥିଲା। ମାତ୍ର ଏଥର ଅଲଟା ଫଳ ପରିଲକ୍ଷିତ ହୋଇଛି। ଦୀର୍ଘ ବର୍ଷ ଧରି ମୌଳିକ ସେବାରୁ ବଞ୍ଚିତ ହୋଇ ବାଲେଶ୍ୱରବାସୀ ଶେଷରେ ଏହିଭଳି ଚରମ ନିଷ୍ପତ୍ତି ନେଇଥିବା ବୁଦ୍ଧିଜୀବୀ ତଥା ସମୀକ୍ଷକମାନେ ମତ ଦେଇଛନ୍ତି। ବିଶେଷକରି ସରକାରୀ ଅଫିସରେ ବିନା ଅର୍ଥରେ ସେବା ନ ମିଳିବା, ବିଭିନ୍ନ ସରକାରୀ ପ୍ରକଳ୍ପ କାର୍ଯ୍ୟରେ ଗୁଣବତ୍ତା ନ ରହିବା, ଚିଟ୍ଫଣ୍ଡରେ ଅର୍ଥ ହରାଇଥିବା ଜମାକାରୀଙ୍କୁ ନ୍ୟାୟ ନ ମିଳିବା, ପ୍ରଧାନମନ୍ତ୍ରୀ ଆବାସ ଓ ମଧୁବାବୁ ପେନସନ ଯୋଜନା ପ୍ରଭୃତିରେ ଯୋଗ୍ୟ ହିତାଧିକାରୀଙ୍କୁ କରାଯାଇଥିବା ଉପେକ୍ଷା ସାଙ୍ଗକୁ ଓଡ଼ିଆ ଅସ୍ମିତାର ସୁରକ୍ଷାକୁ ନେଇ ଲୋକେ ପରିବର୍ତ୍ତନ ପାଇଁ ଚେଷ୍ଟା କରିଥିଲେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି। ଉପକୂଳର ଲୁଣି ପାଣିରେ ବି ପଦ୍ମ ଫୁଟାଇବାକୁ ବାଲେଶ୍ୱରବାସୀ ଏଥର ଉଦ୍ୟମ କରିଥିଲେ ବୋଲି କୁହାଯାଉଛି।